ମାରଣାଥା ଆସନ୍ତୁ ପ୍ରଭୁଙ୍କର ଲୋକମାନେ, ପ୍ରଭୁଙ୍କର ସନ୍ତାନମାନେ ପ୍ରଭୁଙ୍କ ବାକ୍ୟ ଧ୍ୟାନ କରିବା। ଅଳ୍ପ ସମୟ 10 ମିନିଟ୍ ଧ୍ୟାନ କରିବା। ଦେଖନ୍ତୁ ଏଠାରେ ପରମ ଗୀତ ବିଷୟ ଆମେ ଦେଖିବା। এই ପରମ ଗୀତ କେବଳ ସଲୋମନ ମହାରାଜା ଲେଖିଛନ୍ତି। ଦେଖନ୍ତୁ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କର ସନ୍ତାନମାନେ, এই ପରମ ଗୀତର ଯୋଉଟା ଅଛି ଏ ବିଷୟ ଆମେ ବାକ୍ୟ ଧ୍ୟାନ କରିବା। ଏଠାରେ ପରମ ଗୀତ 2 ପର୍ବ ତାର 5 ଠୁ ଆମମାନେ ପାଠ କରିବା। ଦେଖନ୍ତୁ, ତୁମେ ମାନେ ଦ୍ରାକ୍ଷ ଫଳ ଦେଇ ମୋତେ ସୁସ୍ଥିର କର, ନାଗ ରଙ୍ଗ ଫଳରେ ମୋତେ ଆଶ୍ୱାସ ଦିଅ। ଦେଖନ୍ତୁ ପ୍ରଭୁ ଲୋକଣ, ପ୍ରଭୁଙ୍କର ସନ୍ତାନ ମାନେ, ପରମ ଗୀତରେ এই ପ୍ରକାର ଲେଖା ଅଛି। এই ପରମ ଗୀତ ହେଉଛି ବର କନ୍ୟା ବିଷୟରେ ବିବରଣ କରାହେଉଛି। এই ବର କନ୍ୟା ବିଷୟରେ ବର୍ତ୍ତମାନ ବିବରଣ ମଧ୍ୟ ଆମେ ଶୁଣିବା ଅଳ୍ପ। ଦେଖନ୍ତୁ ଏଠାରେ କହୁଛନ୍ତି, କିଏ କହୁଛନ୍ତି, ତୁମେ ମାନେ ଦ୍ରାକ୍ଷ ଫଳ ଦେଇ ମୋତେ ସୁସ୍ଥିର କର। କାରଣ କିଏ କହୁଛନ୍ତି? ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କ ସନ୍ତାନ ମାନେ। ଏଠାରେ କନ୍ୟା କହୁଛନ୍ତି, ଏଠାରେ କନ୍ୟା କହୁଛନ୍ତି, ମୋତେ ତମେ ଦ୍ରାକ୍ଷ ଫଳ ଦେଇ ମୋତେ ସୁସ୍ଥିର କର କହିକିନା ଏ ପ୍ରକାର ବୋଲି ସେ କନ୍ୟା କହୁଛନ୍ତି। କାରଣ ଏ କନ୍ୟା କି ପ୍ରକାର କଷ୍ଟରେ ଅଛି, କି ପ୍ରକାର ବାଧାରେ ଅଛି, କି ପ୍ରକାର ସେ ପୀଡ଼ାରେ ଅଛି, ସେଥି ଯୋଗୁଁ କନ୍ୟା କହୁଛନ୍ତି। ଆରେ ଗୋଟେ ପଦ ଦେଖବା, କାରଣ ମୋ ପ୍ରେମ ପୀଡ଼ିତା। ଦେଖନ୍ତୁ ଏଠାରେ ଏ କନ୍ୟା ପ୍ରେମ ଦ୍ୱାରା ସେ ପୀଡ଼ିତା ହେଲେନି, ଅର୍ଥାତ୍ ପ୍ରେମ ପୀଡ଼ିତା ଏଠାରେ ଲେଖା ହେଇକରି ଅଛି। ଦେଖନ୍ତୁ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କର ସନ୍ତାନ ମାନେ, ମୋ ପ୍ରେମ ପୀଡ଼ିତା ବୋଲି ଏଠାରେ କନ୍ୟା କହୁଛନ୍ତି। ସେଥି ଯୋଗୁଁ ଆଗରେ କହିଲେ କି ମୋତେ ଦ୍ରାକ୍ଷ ଫଳ ଦେଇ ମୋତେ ସୁସ୍ଥିର କର, ନାଗ ରଙ୍ଗ ଫଳ ଦେଇ ମୋତେ ଆଶ୍ୱାସ ଦିଅ, କାରଣ ମୋ ପ୍ରେମ ପୀଡ଼ିତା। ଦେଖନ୍ତୁ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କ ସନ୍ତାନ ମାନେ, ଆମେ ଦେଖିବା ପାଇଁ ଗଲେ ଏ କନ୍ୟା କି ପ୍ରକାର ପୀଡ଼ାରେ ଅଛି, ଏ କନ୍ୟା କି ପ୍ରକାର କଷ୍ଟର ବାଧାରେ ଅଛି। ସେଥି ଯୋଗୁଁ ଇ କନ୍ୟାମାନଙ୍କୁ କହୁଛନ୍ତି, ଏ କନ୍ୟା ଅନ୍ୟ କନ୍ୟାମାନେ କହୁଛନ୍ତି, এই କନ୍ୟା ହେଉଛନ୍ତି ସୁଶୋଭିତା କନ୍ୟା, এই କନ୍ୟା ହେଉଛନ୍ତି ସଜ୍ଜିତ କନ୍ୟା। ସେଥି ଯୋଗୁଁ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କର ସନ୍ତାନ ମାନେ, ଆମେ এই ପରମ ଗୀତକୁ ଆମେ ଧ୍ୟାନ କରିବା। ଦେଖନ୍ତୁ ପ୍ରେମ ପୀଡ଼ିତା ଅର୍ଥ କହିଲେ ଯେ କୌଣସି କନ୍ୟା ବରକୁ ପ୍ରେମ କରୁଥିବେ, ବରଙ୍କର ଇଚ୍ଛାରେ ସେମାନେ ଥିବେ, ବରଙ୍କୁ ସେମାନେ ଆକର୍ଷଣ କରୁଥିବେ। ଯଦି ସେଇ ବର ଯଦି ଦୂରଦେଶକୁ ଚାଲିଯିବେ, ତାହେଲେ ସେ କନ୍ୟା ବହୁତ ଅନୁଭବ କରିବେ, ଚିନ୍ତାରେ ପଡ଼ିବେ ସେମାନେ। ସେ ଚିନ୍ତା ଅନୁଭବ କରି ସେମାନେ ବହୁତ ପ୍ରେମ କରିବା କନ୍ୟା ସେ ପୀଡ଼ିତ ଅବସ୍ଥାରେ ସେ ରହିବେ। ସେ ପ୍ରକାର ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କ ସନ୍ତାନ ମାନେ, ଏଠାରେ ସେ କନ୍ୟା କହୁଛନ୍ତି ମୋ ପ୍ରେମ ପୀଡ଼ିତା। ପ୍ରେମ ଦ୍ୱାରା ସେ ପୀଡ଼ା ହେଇକରି ଅଛନ୍ତି ସେ କନ୍ୟା। সেই প্রকার প্রভুଙ୍କ ଲୋକମାନେ। ତାପରେ ଆହୁରି ଗୋଟେ ୱାର୍ଡ ଆମେ ଦେଖିବା ତଳେ, ତାହାଙ୍କ ବାମ ହସ୍ତ ମୋ ମସ୍ତକ ତଳ ଅଛି, ପୁଣି ତାହାଙ୍କ ଦକ୍ଷିଣ ହସ୍ତ ମୋତେ ଆଲିଙ୍ଗନ କରେ। ଦେଖନ୍ତୁ ଏ ଯେଉଁ ପୀଡ଼ା ଅବସ୍ଥାରେ ଯେଉଁ କନ୍ୟା ଅଛନ୍ତି,
पीड़ित अवस्था जो कन्या अछंती ई कन्या कहउछंती मोर मस्तक रे तांगर हस्त अछि बोली। देखंतु प्रभु लोक माने जो 6 मास छुआ को ये 6 मास छुआ को जे कौन सिला आलोहन करे बा ताकू काकाए तार मस्तक रे हस्त दिए आर गोटे हस्त रे तांको आलोहन करे रखे। से प्रकार प्रभु लोक माने एठारे से कन्या को से प्रकार बर रखुछंती। सेति जोग एठारे कन्या कहउछंती मोर मस्तक तले तांकर हस्त अछि मते आलोगन करि रखिछंती बोली। देखंतु एठारे पाठ करूछु देखंतु तांक बाम हस्त मो मस्तक तले अछि। देखंतु प्रभु लोक माने तांक बाम हस्त कन्यांकर मस्तक तले अछि। तापरे दक्षिण हस्त मते आलोगन करे। जो दक्षिण हस्त अछि ताको आलोगन कर रखे काको से कन्या को। मात्र से प्रकार रखी थिले मध्य से प्रकार बर पाखरे थिले मध्य मात्र से कन्या कहउछंती मो प्रेम पीड़िता बोली प्रकार कहउछंती प्रभु लोक माने प्रभुଙ୍କର संतान माने। ये प्रेम पीड़िता किए बोले हम देखबे पारछु। देखंतु आमे आयो विषय देखबे गले ई आइबो आइबंकर सब धन संपत्ति सब शैतान नहीं गला। शैतान आइबो केते कष्ट शरीर कष्ट से देला शैतान पाद पर्यंत मस्तक पर्यंत शैतान आइबो कष्ट देला प्रभु लोक माने। मात्र हेले सुधा आइबो कहउछंती मु चूर्ण हेगले मध्य मोर मांस विर्ण हेगले मध्य चूर्ण चूर्ण हेगले मध्य मो परमेश्वर को देखिबी अर्थात मोर प्राण प्रेत मु देखिबी। आबे कहउछंती प्रभु लोक माने आयबंक विषय शुणिथिबे आयबंक विषय जानिथिबे। से प्रकार आयब विषय देखबाबे गले आयब मध्य जणे प्रेम पीड़िता आयबंकर धन संपत्ति चली गले मध्य पुओ झियो चली गले मध्य आयब एते प्रेम करछंती प्रभु को मु कदा भी छाड़बी नहीं। मोर प्राण प्रेत मु देखिबी मोर राज्य को मु देखिबी मोर सृष्टिकर्ता मु देखिबी। ये प्रकार आयब कहउछंती प्रभु लोक माने। शैतान आयब घरे पारले कि आयबर स्त्री आयब घरे पारले कि के नहीं से स्त्री मत कहले किस बेले कहले तुमर ध्यान को सदा प्रभु छाड़ी दियो तुमको साहस करबे ना उद्धार करबे नहीं। ये प्रकार आयब को से स्त्री कहले मात्र आयब किस बेले कहले प्रभु लोक माने तू जड़े मड़ा परी कथा कहूछो। ये प्रकार आयब तार स्त्री कहले प्रभु लोक माने। आयब को विषय देखा से प्रकार प्रेम पीड़िता बोले कोई पारवा आयब को सुसुविधा कन्या बोले कोई पारवा आयब मो सज्जित कन्या बोले कोई पारवा। से प्रकार प्रभु लोक माने प्रभु संतान माने एठारे प्रभु को से प्रकार कन्या कहउछंती कि मो प्रेम पीड़िता ये प्रकार कहउछंती। आरे गोटे प्रेम कन्या को हम देखवा कन्या मान को 3टा कन्या को ए 3टा वीर परी कन्या को हम देखवा सदरक मेषक अवधान को 3टा वीर एमान को हम कन्या विषय माने कही पारिबा। आज जो राजा देव को प्रणाम करा पाए बाध्य कराउथिले ये 3 जन को मात्र से मना करले आम प्राण प्रियतम आमको सृष्टि करछंती आमको रक्षा करबे आम तांको आम माने सेवा करिबा आम तांको छड़ा का सेवा करिबा नहीं। से माने आमनकर प्राण राजा जहाँ तांको विश्राम में प्राण मत दे पारबो से माने आमन प्राण प्रियतम बोली कि ना ये 3टा वीर अग्नि मत पका गले हेले मत भय कले नहीं। से जो प्रभु लोक माने प्रभु संतान माने ये 3टा वीर को हम कोई पारवा सुसुविधा कन्या बोले ये 3टा वीर कोई पारवा प्रेम पीड़िता बोले प्रेम द्वारा निज प्राण को दान कर देले
ତମେ ଆମମାନଙ୍କୁ ଅଗ୍ନିରେ ପକାଇଦେଲେ ମଧ୍ୟ ଆମର ପ୍ରାଣ ପ୍ରିୟତମ ଆମକୁ ତାଙ୍କୁ ଛାଡ଼ି ଆମେ ଅଲଗାରେ ଆମେ ଯିବୁ ନାହିଁ। ଏ ପ୍ରକାର ତିନିଟା ଏ ବୀର ପରି କନ୍ୟା, ଏ ତିନିଟା କନ୍ୟା କହିଲେ ଆମେ ତିନି ଜଣଙ୍କୁ କନ୍ୟା ନାମ ଆମେ ଦାନ କରୁଛୁ, କାରଣ ଆମେ କନ୍ୟା ଅନୁଭବ ମଧ୍ୟ କରିପାରବା। ସେ ପ୍ରକାର ପ୍ରଭୁଙ୍କର ଲୋକମାନେ, ପ୍ରଭୁଙ୍କର ସନ୍ତାନ ମାନେ ଏଠାରେ ଦେଖିବାକୁ ଗଲେ ସେମାନେ ମଧ୍ୟ ପ୍ରେମ ଦ୍ୱାରା ସେମାନେ ମଧ୍ୟ ପ୍ରାଣ ଦେବା ପାଇଁ ଏଗ୍ରି ହେଇଗଲେ। ମାତ୍ର ଯେତେବେଳେ ତାଙ୍କୁ ଅଗ୍ନିରେ ପକାଇଦେଲେ, ସେ ସମୟରେ 3 ଜଣ ପକାଇଥିଲେ, 4 ଜଣ ସେ କୁଣ୍ଡରେ ବୁଳୁଥିଲେ। ସେଥିପାଇଁ ରାଜା କହିଲେ କି ଆମେ 3 ଜଣଙ୍କୁ ଅଗ୍ନିରେ ପକାଇଦେଲୁ, ମାତ୍ର ଏଠାରେ 4 ଜଣ ଅଛନ୍ତି, ଦେବ ପୁତ୍ର ସଦୃଶ ଜଣେ, ଏ ପ୍ରକାର କହି ଅଛନ୍ତି ପ୍ରଭୁ ଲୋକମାନେ। ସେ ରାଜା ସେହି ପ୍ରକାର ପ୍ରେମ ପୀଡ଼ିତା ସେମାନେ ମଧ୍ୟ ଆଇବ ମଧ୍ୟ ସେ ପ୍ରକାର ପ୍ରେମ ପୀଡ଼ିତା ସେ ପ୍ରକାର ପ୍ରଭୁ ଲୋକମାନେ ପ୍ରଭୁକୁ ଯେ କୌଣସି ବିଶ୍ୱାସୀ ମାନେ ଯଦି ସେମାନେ ସମ୍ପୂର୍ଣ୍ଣ ଅନ୍ତଃକରଣ ଦେଇ ପ୍ରେମ କରିବେ, ସେମାନେ ଯାହା ହେଲେ ମଧ୍ୟ ତାଙ୍କର ଧନ ସମ୍ପତ୍ତି ଉଡ଼ିଗଲେ ମଧ୍ୟ, ଆଜି ଶୈତାନ ଅନେକ କଷ୍ଟ କ୍ଲେଶ ଦେଲେ ମଧ୍ୟ ପ୍ରାଣ ପ୍ରୀତମକୁ ସେମାନେ ଛାଡ଼ିବେ ନାହିଁ, କୌଣସି ବିଶ୍ୱାସ ଛାଡ଼ିବେ ନାହିଁ। ସେଥିଯୋଗୁଁ ଆମେ ସେ ବିଶ୍ୱାସ ସଦୃଶ ପଡ଼ବ, ସେ ସଦୃକ ମେଷକ ଅବଦନଗ ଯେ ପ୍ରକାର ସେମାନେ ବିଶ୍ୱାସରେ ପୂର୍ଣ୍ଣ ହେଇ କରିଥିଲେ, ସମ୍ପୂର୍ଣ୍ଣ ପୂର୍ଣ୍ଣ ହେଇଥିଲେ ବିଶ୍ୱାସରେ, ସେ ପ୍ରକାର ବିଶ୍ୱାସରେ ପୂର୍ଣ୍ଣ ହେବା ପାଇଁ ପଡ଼ବ। ଆଇବ ମଧ୍ୟ ଯେ ପ୍ରକାର କଷ୍ଟ ଭୋଗୀ ମଧ୍ୟ ବିଶ୍ୱାସରେ ସେମାନେ ଥିଲେ, ସେ ପ୍ରକାର ବିଶ୍ୱାସ କରିବା ପାଇଁ ପଡ଼ବ, ବିଶ୍ୱାସ ଥିବା ପାଇଁ ପଡ଼ବ। ପ୍ରଭୁଙ୍କର ଲୋକମାନେ, ପ୍ରଭୁଙ୍କ ସନ୍ତାନ ମାନେ, ସେଥି ଯୋଗୁଁ ଏଠାରେ କନ୍ୟା ସେ ପ୍ରକାର କହୁଛନ୍ତି ମୁଁ ପ୍ରେମ ପୀଡ଼ିତା। ଦେଖନ୍ତୁ ପ୍ରଭୁ ଲୋକମାନେ, ତାପରେ ଆରେ କହୁଛନ୍ତି କି କିସ ବୋଲେ ଆମେ ଶୁଣି ସାରିଲୁ, ମୋର ମସ୍ତକରେ ତାଙ୍କର ବାମ ହସ୍ତ ଅଛି, ଦକ୍ଷିଣ ହସ୍ତ ମତେ ଆଲଗଣ କରି ରଖେ। କାକାଇ କରି ରଖୁଛନ୍ତି, ଆଲଗଣ କରି ରଖୁଛନ୍ତି। ହେଲେ ମଧ୍ୟ କଷ୍ଟ ଆସିଲେ ମଧ୍ୟ, ବାଧା ଆସିଲେ ମଧ୍ୟ କହୁଛନ୍ତି କି ମୁଁ ପ୍ରେମ ପୀଡ଼ିତା ବୋଲିକିନା କନ୍ୟା। ସେ ପ୍ରକାର ପ୍ରଭୁ ଲୋକମାନେ, ପ୍ରଭୁ ସନ୍ତାନ ମାନେ, ଆମେ ଶେଷ ସମୟରେ ଅଛୁ, ଅନ୍ତିମ ସମୟରେ ଅଛୁ, ଆମେ ଜଗତରେ ଅଛୁ। ପ୍ରତ୍ୟେକ ବିଶ୍ୱାସ ମାନେ ଜଗତରେ ଅଛନ୍ତି, ପ୍ରଭୁଙ୍କ ସମ୍ପୂର୍ଣ୍ଣ ବିଶ୍ୱାସ କରିବା ଲୋକମାନେ ମଧ୍ୟ ଅଛନ୍ତି। ମାତ୍ର ପ୍ରଭୁଙ୍କ ଲୋକମାନେ ତାଙ୍କର ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ଆମମାନେ ଅପେକ୍ଷା କରି ପଡ଼ବ। ସେଥିପାଇଁ ପରମ ଗୀତ ଲେଖା ଅଛି, ଆମର ବାକ୍ୟ ଟୀକା ଦେଖବା ନାହିଁ ଆରେ ପ୍ରେମର ବାସନା ନ ହେବା ପର୍ଯ୍ୟନ୍ତ ପ୍ରେମକୁ ଯୋଗାଅ ନାହିଁ ବୋଲି ଏଠାରେ ଲେଖା ହେଇକରି ଅଛି। ସେହି ପ୍ରକାର ପ୍ରଭୁଙ୍କର ଲୋକମାନେ ପ୍ରଭୁଙ୍କର ଦ୍ୱିତୀୟ ଆଗମନରେ ଆମମାନେ କପଟ ପରି ତିଆରି ହେବାକୁ ପଡ଼ବ। ସେମାନେ ଯେଉଁ ସମୟରେ ଆସିଲେ ମଧ୍ୟ ଆମେ ତିଆର ହେଇକିନା ତାଙ୍କର ମେଘରେ ଯିବା ପାଇଁ ପଡ଼ବ। ସେଥିଯୋଗୁଁ ଆମମାନେ ମଧ୍ୟ ପ୍ରତ୍ୟେକ ବିଶ୍ୱାସୀ ମାନେ ମଧ୍ୟ ପ୍ରେମ ପୀଡ଼ିତ ହେବାକୁ ପଡ଼ବ। ପ୍ରେମ ପୀଡ଼ିତ ଆମେ ଶୁଣି ସାରିଲୁ, ଯେତେ କଷ୍ଟ ଆସିଲେ ମଧ୍ୟ, ଯେତେ ଅପମାନ ଆସିଲେ ମଧ୍ୟ, ଯେତେ ବାଧା ଆସିଲେ ମଧ୍ୟ, ଯେତେ କ୍ଲେଶ ଆସିଲେ ମଧ୍ୟ ଆମେ ଧୈର୍ଯ୍ୟରେ ରହି ଆଗମନ ପର୍ଯ୍ୟନ୍ତ ଅପେକ୍ଷା କରିବାଟା ହେଉଛି ଆମେ ପ୍ରେମ ପୀଡ଼ିତା। ଆର୍ ଏଠାରେ ଲେଖା ହେଇକରି ଅଛି, ପ୍ରେମ ଦ୍ୱାରା ବାସନ ନ ହେବା ପର୍ଯ୍ୟନ୍ତ ପ୍ରେମକୁ ଯୋଗାଅ ନାହିଁ। ସେହି ପ୍ରକାର ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କ ସନ୍ତାନ ମାନେ ତାଙ୍କ ନ ଆସ ପର୍ଯ୍ୟନ୍ତ ଆମମାନେ ଜଗି ରହି ଆମମାନେ ଅପେକ୍ଷା କରିବାର ଅଛି। ଯେତେ କଷ୍ଟ କ୍ଲେଶ ଆସିଲେ ମଧ୍ୟ ଅପେକ୍ଷା କରି ଜଗିବାର ଅଛି। ଆଉ ଶେଷରେ ଆମେ ସେ ମେଘରେ ଆମେ ତାଙ୍କ ସହିତ ଆମେ ଯିବାର ଅଛି। ଏ ଅଳ୍ପ ବାକ୍ୟ ଦ୍ୱାରା ପ୍ରଭୁ ସମସ୍ତଙ୍କୁ ପ୍ରେମ ପୀଡ଼ିତା ସଦୃଶ କରି, ଆମକୁ କନ୍ୟା ସଦୃଶ କରି ତାଙ୍କର ମେଘରେ ଚଳାଇବା ନେବା ଭାଗ୍ୟ ଆଶୀର୍ବାଦ ପ୍ରଭୁ ଆମ ସମସ୍ତଙ୍କୁ ଦାନ କରନ୍ତୁ। ଆମେନ୍। ମରଣାଥା।